Hi friends, welcome back to Tripathi tutorial. This is Jagat. ପିଲାମାନେ ଆଜି ଆମେ କ୍ଲାସ୍ 9ର କ'ଣ କରିବା ନା ପାର୍ଟ 2 କ୍ଲାସ୍ କରିବା ସାଇନ୍ସର। ଓକେ, ତ କାଲି ଯାହା ଯାହା କହିଥିଲି କ୍ଲାସ୍ ଗୁଡ଼ିକରେ ଆମର ପଢ଼ିଥିଲେ କ'ଣ ପଦାର୍ଥ କ'ଣ ସେ ବିଷୟରେ ପଢ଼ିଥିଲେ। ତ ସେ ପଦାର୍ଥ ବିଷୟରେ ଯେଉଁ କ୍ୱେଶ୍ଚନ୍ ଦେଇଥିଲି ସେଗୁଡ଼ାକ ସବୁ ପ୍ରାକ୍ଟିସ୍ କରିଦେଇଥିବ। ଓକେ, ତ ଦେଖ ଆଜି ଆମେ ପଢ଼ିବା ପଦାର୍ଥର ଅବସ୍ଥା ବିଷୟରେ ପଢ଼ିବା, ମାନେ ଷ୍ଟେଟ୍ସ ଅଫ୍ ମ୍ୟାଟର ବିଷୟରେ ପଢ଼ିବା। ଓକେ, ଦେଖ ସେ ପିଲାମାନେ ସେ କହୁଛି ଆମ ଚାରିପାଖରେ ମୁଖ୍ୟତଃ କେତେ ପ୍ରକାର ପଦାର୍ଥ ଅଛି? 3 ପ୍ରକାର। ଗୋଟେ ହେଉଛି କ'ଣ ନା ଗୋଟେ ହେଉଛି କଠିନ, ଗୋଟେ ହେଉଛି ତରଳ, ଆଉ ଗୋଟେ ହେଉଛି କ'ଣ ନା ଗ୍ୟାସୀୟ। ଓକେ, ସଲିଡ୍, ଲିକ୍ୱିଡ଼ ଆଉ ଗ୍ୟାସିୟସ୍। ନାଇଁ, ତମେ 7 କ୍ଲାସ୍ରେ ବି ପଢ଼ିଥିବ ଏ ବିଷୟରେ। ତ ସେଇ କଠିନ ପଦାର୍ଥ ବିଷୟରେ ଆମେ ଫାଷ୍ଟ ଦେଖିବା। ସାଧାରଣତଃ ଆମେ କଠିନ ପଦାର୍ଥ ପିଲାମାନେ କାହାକୁ କହୁ ନା ଦେଖ ଯେ ଜିନିଷଟାର ଗୋଟେ ଧର ଏଇଟା ଗୋଟେ କଠିନ ପଦାର୍ଥ, ଆର ଗୋଟେ ନିର୍ଦ୍ଦିଷ୍ଟ ଆକାର ଥିବ। ଏ ଗୋଟେ ଇଟା ଖଣ୍ଡଟେ, ଏଇଟା କଠିନ ପଦାର୍ଥଟେ, ତାର ନିର୍ଦ୍ଦିଷ୍ଟ ଆକାର ଅଛି ନା ନାହିଁ? ଅଛି। ତ ସେ କଥା ଆକାର ଅଛି, ଆଉ କ'ଣ ଅଛି? ଆୟତନ ଅଛି, ବସ୍ତୁତ୍ୱ ଅଛି। ତ କଠିନ ପଦାର୍ଥର ଏଇସବୁ ଜିନିଷ ଗୁଡ଼ାକ ଥାଏ। ଆଉ ଏଗୁଡ଼ିକ ପ୍ରାୟତଃ ସଂକୁଚନ ହୁଏ ନାହିଁ, ମାନେ ଖୁବ୍ କମ୍ ସଂକୁଚନ ଏଗୁଡ଼ିକ ହୁଏ। ହେଲା, ଆମେ ଯଦି ବଳ ପ୍ରୟୋଗ କରିକି କଠିନ ପଦାର୍ଥକୁ ଭାଙ୍ଗି ପାରିବା, ହେଲା, କିନ୍ତୁ ଏହାର ଆକାର କିନ୍ତୁ ପରିବର୍ତ୍ତନ କରିପାରିବା ନାହିଁ। ଧର ଗୋଟେ ମାଠିଆଟେ ଜେଡ଼ିଟେ ଅଛି, ନାଇଁ, ତ ବଳ ପ୍ରୟୋଗ କରିକି ଆମେ ତାକୁ ଇଏ କରିଦେଇପାରିବା କି? କଲେ କିସ ହେବ? ଭାଙ୍ଗିଯିବ, ମାନେ ଭଙ୍ଗୁର ସାଧାରଣତଃ। କିନ୍ତୁ ଗୋଟେ ଲୁହାର ଗୋଟେ ଆଲୁମିନିୟମ ଗୋଟେ ଇଏ ଥିବ, ତ ତାକୁ ଯଦି ଆମେ ଭାଙ୍ଗିବା ହୁଏତ ସେ ଭାଙ୍ଗିଯିବ, କିନ୍ତୁ ଆକାରକୁ ଆମେ ଚେଞ୍ଜ କରିପାରିବା କି? ହେଇପାରିବନି। ତ ଏହା ସର୍ବଦା ନିଜର ଆକାର ସବୁବେଳେ ବଜାୟ ରଖିଥାଏ। ମାନେ ମନେ ରଖିଥାଅ, କଠିନ ପଦାର୍ଥ ଗୁଡ଼ିକ କ'ଣ କରେ ନା ନିଜର ଆକାର ସବୁବେଳେ ବଜାୟ ରଖିଥାଏ। ଓକେ, ତ ଏବେ ଦେଖିବା। ଦେଖ ତରଳ ପଦାର୍ଥ, ମନେ ରଖ ତରଳ ପଦାର୍ଥର କିସ ନାହିଁ, ନିର୍ଦ୍ଦିଷ୍ଟ ଆକାର ନାହିଁ। କାହିଁକିନା ଯେଉଁ ପାତ୍ରରେ ରହିବ ସେ ତା'ର ଆକାର ସେ ସବୁବେଳେ ଧାରଣ କରିନେବ, ନାଇଁ, କାରଣ ତରଳ ପଦାର୍ଥ ଗୁଡ଼ା ସବୁବେଳେ ନିମ୍ନଗାମୀ, ତଳକୁ ସବୁବେଳେ ବହିଯାଏ। କିନ୍ତୁ ତା'ର ଗୋଟେ ଆୟତନ ଅଛି, ମାନେ 2 ଲିଟର, 3 ଲିଟର, 5 ଲିଟର ଏମିତି ସବୁ ଆୟତନ ଅଛି ନା ନାହିଁ? ଅଛି। ତ ଯେଉଁ ପାତ୍ରରେ ରହିବ ତା'ର ଆକାର ସେ ଧାରଣ କରିନେବ। ତରଳ କିସ ହେଇପାରେ ନା ପ୍ରବାହିତ ହେଇପାରେ, ନାଇଁ କି, ଓ ଆକାର ବଦଳାଇଥାଏ। ଯେଉଁ ପାତ୍ରରେ ରହିଲେ ସେଇ ପାତ୍ରରେ ସେ ଆକାରଟା ସେ ଧାରଣ କରିନେବ। ଆଉ ଏହା ସହଜରେ ବହି ଯାଇପାରେ, ତେଣୁ ଏହାକୁ ପ୍ରବହ ବୋଲି କୁହାଯାଏ। ମନେ ରଖିବ, ସର୍ଟ କ୍ୱେଶ୍ଚନ୍ ଆସିବ, ପ୍ରବହ କାହାକୁ କୁହାଯାଏ? ଯେହେତୁ ଏଗୁଡ଼ିକ ସବୁ ତଳକୁ ବହି ଯାଇପାରେ, ତେଣୁ ଏଗୁଡ଼ିକୁ କୁହାଯାଏ ପ୍ରବହ। ହେଲା, ଆଉ ଗୋଟେ କଥା ମନେ ରଖିବ, କଠିନ ଓ ତରଳ ପଦାର୍ଥ ତରଳ ମଧ୍ୟରେ ବିଶୋଧିତ ହୋଇଥାଏ। ହେଲା, ବାୟୁମଣ୍ଡଳୀୟ ଗ୍ୟାସ୍ ଗୁଡ଼ିକ ସବୁବେଳେ ଜଳରେ ବିଶୋଧିତ ହୋଇଥାଏ। ମନେ ରଖିବ, ବାୟୁମଣ୍ଡଳୀୟ ଗ୍ୟାସ୍ ଯେତିକି ସବୁ ଅଛି, କାର୍ବନ ଡାଇଅକ୍ସାଇଡ଼, ଅକ୍ସିଜେନ୍, ଏଗୁଡ଼ା ସବୁ କ'ଣ ନା ଜଳରେ ବିଶୋଧିତ ହୋଇଥାଏ। ହେଲା, ଆଉ କଠିନ ତରଳ ପଦାର୍ଥ ଗୁଡ଼ା ତରଳ ମଧ୍ୟରେ ବିଶୋଧିତ ହୋଇଥାଏ। ବିଶରଣ ପ୍ରକ୍ରିୟା ଦ୍ୱାରା ଆମେ କିଛି କରିବା ନା କଠିନ ଅପେକ୍ଷା ତରଳରେ ଅଧିକ ଅଟେ। ମନେ ରଖ ନା ବିଶରଣ ପ୍ରକ୍ରିୟା କାହାଠାରେ ଅଧିକ ଅଟେ ନା କଠିନ ଅପେକ୍ଷା ତରଳରେ ଅଧିକ ଅଟେ। ହେଲା, ସେଇଥିପାଇଁ ସବୁ ଜଳଚର ଜୀବମାନେ କିସ କରନ୍ତି ନା ଶ୍ୱାସକ୍ରିୟା ବିଶରଣ ପ୍ରକ୍ରିୟା ମାଧ୍ୟମରେ କରନ୍ତି। ତ ଆସି ଦେଖିବା ପୁଣି ଗ୍ୟାସୀୟ ଅବସ୍ଥା ବିଷୟରେ। ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନାହିଁ। ହେଲା, ଗ୍ୟାସୀୟ ଅବସ୍ଥାର ଅଣୁଗୁଡ଼ିକ ଦ୍ରୁତ ବେଗରେ ଏଣେତେଣେ ଅନିୟମିତ ଭାବେ ଗତି କରନ୍ତି। ହେଲା, ଅଣୁଗୁଡ଼ିକର ଗତି ଯୋଗୁଁ ସେମାନେ ନିଜ ନିଜ ମଧ୍ୟରେ ଓ ଧାରକ ପାତ୍ରର କାନ୍ଥରେ ବାଡ଼େଇ ହୁଅନ୍ତି ଓ କାନ୍ଥ ଉପରେ ବଳ ପ୍ରୟୋଗ କରନ୍ତି। ହେଲା, ଗ୍ୟାସୀୟ ଅଣୁଗୁଡ଼ିକ ଦ୍ୱାରା ଧାରକ କାନ୍ଥର ପ୍ରତି ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବା ବଳକୁ ଗ୍ୟାସର ଚାପ କୁହାଯାଏ। ମନେ ରଖ, ଗ୍ୟାସର ଚାପ କାହାକୁ କୁହାଯାଏ ନା ଗ୍ୟାସୀୟ ଅଣୁମାନଙ୍କ ଦ୍ୱାରା ଧାରକ କାନ୍ଥର ପ୍ରତି ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବା ବଳକୁ ଗ୍ୟାସର ଚାପ କୁହାଯାଏ। 1 ମାର୍କିଆ କ୍ୱେଶ୍ଚନ୍ ଗୁଡ଼ାକ ଆସିପାରେ। ଓକେ, ତ ଦେଖ ସେ କ'ଣ କହୁଛି ନା ମନେ ରଖ, ରୋଷେଇ ପାଇଁ ବ୍ୟବହୃତ ଯେଉଁ LPG ଗ୍ୟାସ୍ ଓ ଡାକ୍ତରଖାନାରେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ଅକ୍ସିଜେନ୍ ସିଲିଣ୍ଡରରେ ଅକ୍ସିଜେନ୍ ଗ୍ୟାସ୍ ସମ୍ପୀଡ଼ିତ ଗ୍ୟାସ୍ ଅଟେ। ମନେ ରଖ, ହେଲା, ଗ୍ୟାସ୍ର ଅଧିକ ସମ୍ପୀଡ଼ନ ସମ୍ଭବ ହୋଇପାରୁଥିବା ଯୋଗୁଁ ଅଧିକ ପରିମାଣର ଗ୍ୟାସ୍କୁ ଚାପ ପ୍ରୟୋଗ କରି ସମ୍ପୀଡ଼ିତ କରି ଛୋଟ ଛୋଟ ସିଲିଣ୍ଡରରେ ତାକୁ ଭର୍ତ୍ତି କରାଯାଇପାରୁଛି, ଯାହାକୁ କି ସହଜରେ ନେବା ଆଣିବାରେ ବିଶେଷ ସୁବିଧା ହେଇପାରୁଛି। ନାଇଁ, ବଡ଼ ବଡ଼ ଗ୍ୟାସ୍ ଗୁଡ଼ିକୁ ତାକୁ କିସ କରାହେଉଛି, ସମ୍ପୀଡ଼ିତ କରିକି ତାକୁ ଛୋଟ ଛୋଟ ଗ୍ୟାସ୍ରେ ସବୁ ଭର୍ତ୍ତି କରାହେଉଛି, ଯାହାଫଳରେ କି ସେମାନେ ସହଜରେ ଆଣିବା ସହଜ ହେଇପାରୁଛି। ହେଲା, ଆଚ୍ଛା ଦେଖ, ଆମେ ଯଦି ତା ସଂରଚନା କରିବା, ଦେଖ କଠିନ ପଦାର୍ଥର ଅଣୁଗୁଡ଼ିକ ଅତି ପୁରାପୁରି ପାଖର ପୁରା ରହିଥାନ୍ତି। ହେଲା, ଧର ତରଳ ପଦାର୍ଥ କହିବା, ତରଳ ପଦାର୍ଥର ଟିକେ ଛାଡ଼ ହେଇକି ରହିଥିବ ତା ଅଣୁଗୁଡ଼ିକ।
ହେଲା। କିନ୍ତୁ ଗ୍ୟାସୀୟ ପଦାर्थର ଧର ଗୋଟେ 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 ମାନେ ତାକୁ ଆମେ ନିର୍ଦ୍ଦିଷ୍ଟ ଗୋଟେ ଆବଦ୍ଧ ପାତ୍ରରେ ହିଁ ରଖିପାରିବା ଗ୍ୟାସୀୟ ପଦାର୍ଥକୁ, ଅନ୍ୟଥା ଅନ୍ୟ କେଉଁ ପାତ୍ରରେ ରଖିପାରିବା ନାହିଁ, ଖୋଲା ରଖିପାରିବା ନାହିଁ ହେଲା। ଆଉ ସବୁ ଜିନିଷକୁ ଖୋଲା ରଖିପାରିବା କିନ୍ତୁ ଗ୍ୟାସୀୟ ଜିନିଷକୁ ରଖିପାରିବା ନାହିଁ, କାହିଁକିନା ତା ଅଣୁ ଅଣୁ ଭିତରେ ଆକର୍ଷଣ ଶକ୍ତିଟା ବହୁତ କମ୍ ଥାଏ ହେଲା। ହଉ ଦେଖ ଏବେ ଦେଖିବା ସାନ୍ଦ୍ରତା କ'ଣ। କୌଣସି ଏକ ବସ୍ତୁର ଏକକ ଆୟତନରେ ଥିବା ବସ୍ତୁତ୍ୱକୁ ସେଇ ବସ୍ତୁର ସାନ୍ଦ୍ରତା କୁହାଯାଏ। ମନେ ରଖ, କୌଣସି ବସ୍ତୁର ଏକକ ଆୟତନରେ ଥିବା ବସ୍ତୁତ୍ୱକୁ ସେଇ ବସ୍ତୁର କ'ଣ କୁହାଯାଏ ନା ସାନ୍ଦ୍ରତା କୁହାଯାଏ। ସାନ୍ଦ୍ରତା ଶେଷ ମାନ କ'ଣ ବସ୍ତୁତ୍ୱ ବାଇ ଆୟତନ, ମାନେ ଯେତେ ଓଜନ ଅଛି ତା ଆୟତନ ସହିତ ତାର ଭାଗ କରିଦେବା। ଆର ଏକକ ହେଉଛି କିଗ୍ରା ପର ମିଟର କ୍ୟୁବ୍ ହେଲା, ବା କେଜି ଇଣ୍ଟୁ ମିଟର ଟୁ ଦ ପାୱାର -3 ବି କହିପାରିବ। ଓକେ ପିଲାମାନେ, ତ ଆଜିକା ତୁମକୁ ହୋମୱାର୍କ ଦିଆହେଲା କ'ଣ ନା ସେ କହୁଛି ନିମ୍ନଲିଖିତ ଗୁଡ଼ିକର ସାନ୍ଦ୍ରତାର ବର୍ଦ୍ଧିତ କ୍ରମରେ ସଜାଅ। ସାନ୍ଦ୍ରତା କ'ଣ କହିଲା ଏଇଠି ବୁଝିପାରିଲା ନା କୌଣସି ବସ୍ତୁର ଏକକ ଆୟତନରେ ଥିବା ବସ୍ତୁତ୍ୱକୁ ମାନେ କେତେ ଓଜନ ରହିଛି ସେଇ ବସ୍ତୁର ତାର ସାନ୍ଦ୍ରତା କୁହାଯାଏ ହେଲା। ଓଜନଟା ଯାହାର ଅଧିକା ଥିବ ତା ସାନ୍ଦ୍ରତାଟା ଅଧିକା ହେବ, ଓଜନଟା ଯାହାର କମ୍ ହେବ ତା ସାନ୍ଦ୍ରତା କମ୍ ହେବ ହେଲା। କହିଲା ଏଗୁଡ଼ାକ ଦେଇଛି ସବୁ ବାୟୁ, ଚିମିନି ନିର୍ଗତ ଧୂଆଁ, ମହୁ, ଜଳ, ଚକ୍, ତୁଳା, ଲୁହା, ଏଗୁଡ଼ା ସବୁ ତାକୁ ସାନ୍ଦ୍ରତା ଅନୁସାରେ ତାକୁ ସଜେଇକି ଲେଖ। ଆଉ ସଂକ୍ଷିପ୍ତ ଟିପ୍ପଣୀ କରିକି ଆସିବ ଦୃଢ଼ତା କ'ଣ, ସମ୍ପୀଡ଼ତା କ'ଣ, ପ୍ରବହ କ'ଣ, ଗ୍ୟାସ୍ ଟାଙ୍କିରେ ଭର୍ତ୍ତି ହେବା ପ୍ରକ୍ରିୟା କ'ଣ, ଗତିଜ ଶକ୍ତି, ସାନ୍ଦ୍ରତା, ଏଗୁଡ଼ା ସବୁ କ'ଣ କରିକି ଆସିବ। ତ ଏଇ ଯେଉଁ ତୁମକୁ ହୋମ୍ ଟାସ୍କ ଗୁଡ଼ା ଦେଲା ଲେଖିନିଅ ସବୁ ଏଗୁଡ଼ାକ। ଓକେ, ଏଗୁଡ଼ା ସବୁ ଲେଖିନିଅ ହେଲା। ତ ପିଲାମାନେ ଏ ଥିଲା ତୁମର ଆଜିକା କ୍ଲାସ୍। ପୁଣି ଆମେ ନେକ୍ସଟ କ୍ଲାସ୍ରେ ପାର୍ଟ 3 କ୍ଲାସ୍ କରିବା। ଓକେ, ତ ଆଜିକା ପାଇଁ ଏମିତି ଥାଉ ହେଲା। ସବସ୍କ୍ରାଇବ୍ କରିଦିଅ ଯାହାଫଳରେ କି ଆମେ ଯାହା ବି ଅପଡ଼େଟ୍ ଦେବା ତାର ନୋଟିଫିକେସନ୍ ତୁମମାନଙ୍କ ପାଖରେ ଯାଇ ପହଞ୍ଚିଯିବ ବୋଲେ ସବସ୍କ୍ରାଇବ୍ କରିଦେବ ହେଲା। ଓକେ, ତ ପିଲାମାନେ ଆଜି ପାଇଁ ଏତିକି ଥାଉ। ଓକେ।